ଓଡ଼ିଆ ଜୀବନୀ ସାହିତ୍ୟ। ଜୀବନୀ ସାହିତ୍ୟ କେତେ ଭାଗରେ ବିଭକ୍ତ? ଉତ୍ତର, 2 ଭାଗରେ ଜୀବନୀ ଓ ଆତ୍ମଜୀବନୀ। କେଉଁ ସାହିତ୍ୟରୁ ସମକାଳୀନ ସମାଜ, ସଂସ୍କୃତି, ରାଜନୀତି, ଅର୍ଥନୀତି, ଜୀବନର ଦୋଷ ତ୍ରୁଟି ଆଦି ବିଭିନ୍ନ ବିଷୟର ପରିଚୟ ମିଳେ? ଉତ୍ତର, ଜୀବନୀ ସାହିତ୍ୟ। ନିଜ ଜୀବନ ଚରିତକୁ ଲିପିବଦ୍ଧ କଲେ ତାହାକୁ କ'ଣ କୁହାଯାଏ? ଉତ୍ତର, ଆତ୍ମଜୀବନୀ। ଯୋଗଜନ୍ମା ମହାପୁରୁଷ ବା ପ୍ରତିଭାବାନ ବ୍ୟକ୍ତିଙ୍କ ଆଦର୍ଶ କାର୍ଯ୍ୟାବଳୀ, ଜୀବନର ଘଟଣା ପ୍ରବାହ ଇତ୍ୟାଦିକୁ ଲିପିବଦ୍ଧ କଲେ ତାହାକୁ କ'ଣ କୁହାଯାଏ? ଉତ୍ତର, ଜୀବନୀ। ନିମ୍ନଲିଖିତ କେଉଁଟି ଜୀବନୀ ସାହିତ୍ୟ ଭାବରେ ଗୃହୀତ ହୋଇପାରିବ ନାହିଁ? ଉତ୍ତର, ସାମୟିକ ପତ୍ର-ପତ୍ରିକା। ଓଡ଼ିଆ ସାହିତ୍ୟର ପ୍ରଥମ ଜୀବନୀ ଗ୍ରନ୍ଥର ନାମ କ'ଣ? ଉତ୍ତର, ମାଧବ ପଟ୍ଟନାୟକଙ୍କ ବୈଷ୍ଣବ ଲୀଳାମୃତ। କେଉଁ ଜୀବନୀ ଗ୍ରନ୍ଥରେ ରାୟ ରାମାନନ୍ଦ, ଶ୍ରୀ ଚୈତନ୍ୟ ଓ ଜଗନ୍ନାଥ ଦାସଙ୍କ ଜୀବନର ମହତ୍ତ୍ୱପୂର୍ଣ୍ଣ ଅଂଶମାନ ବର୍ଣ୍ଣିତ? ଉତ୍ତର, ବୈଷ୍ଣବ ଲୀଳାମୃତ। କେଉଁ ଜୀବନୀ ଗ୍ରନ୍ଥରେ ଜଗନ୍ନାଥ ଦାସଙ୍କ ଜୀବନୀ ଅପେକ୍ଷା ତାଙ୍କ ଧର୍ମ, ଦର୍ଶନ ଓ ଜଗନ୍ନାଥ ଭକ୍ତିର ବର୍ଣ୍ଣନା ଅଧିକ? ଉତ୍ତର, ଶ୍ରୀ ଚୈତନ୍ୟ ଭାଗବତ। ଶ୍ରୀ ଚୈତନ୍ୟଙ୍କ ଜୀବନୀ ଆଧାରିତ ଶ୍ରୀ ଚୈତନ୍ୟ ଭାଗବତର ଲେଖକ କିଏ? ଉତ୍ତର, ଈଶ୍ୱର ଦାସ। ରାମଦାସଙ୍କ କେଉଁ ଜୀବନୀ ଗ୍ରନ୍ଥରେ ଅର୍ଦ୍ଧଶତାଧିକ ଭକ୍ତଙ୍କ ଜୀବନୀ ସମ୍ପର୍କୀୟ ବିବରଣୀ ସ୍ଥାନ ପାଇଛି? ଉତ୍ତର, ଦାର୍ଢ଼୍ୟତା ଭକ୍ତି। କେଉଁ ଜୀବନୀ ଗ୍ରନ୍ଥଟି ଗଦ୍ୟାକାରରେ ରଚିତ? ଉତ୍ତର, କେଉଁଟି ନୁହେଁ? ପ୍ରଥମେ କେଉଁମାନଙ୍କ ଜୀବନୀକୁ ନେଇ ଜୀବନୀ ସାହିତ୍ୟ ରଚିତ ହେଉଥିଲା? ଉତ୍ତର, ସାଧୁସନ୍ଥ। ପ୍ରଥମେ ଜୀବନୀ ସାହିତ୍ୟ କେଉଁ ସାହିତ୍ୟର ଅଙ୍ଗୀଭୂତ ଥିଲା? ଉତ୍ତର, କାବ୍ୟ ସାହିତ୍ୟ। ଓଡ଼ିଆ ସାହିତ୍ୟର କେଉଁ ଯୁଗରେ ଜୀବନୀ ସାହିତ୍ୟରେ ଭୂୟୋ ବିକାଶ ସାଧିତ ହେଲା? ଉତ୍ତର, ଆଧୁନିକ ଯୁଗରେ। ଆଧୁନିକ ଯୁଗର କେଉଁ ସାହିତ୍ୟ ଜୀବନଚରିତର ବିକାଶରେ ସକ୍ରିୟ ଭୂମିକା ଗ୍ରହଣ କଲା? ଉତ୍ତର, ପତ୍ର-ପତ୍ରିକା ସାହିତ୍ୟ। ମୃତ୍ୟୁଞ୍ଜୟ ରଥଙ୍କ କେଉଁ ପାଠ୍ୟପୁସ୍ତକରେ କେତେଜଣ ମନୀଷୀଙ୍କ ଜୀବନୀ ପ୍ରବନ୍ଧାକାରରେ ପ୍ରକାଶିତ ହୋଇଥିଲା? ଉତ୍ତର, ପ୍ରବନ୍ଧ ପାଠ। ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ଦ୍ୱାରା ରଚିତ ଜୀବନୀ ଚରିତ କାହାଦ୍ୱାରା ଓଡ଼ିଆରେ ଅନୂଦିତ ହୋଇ ପାଠ୍ୟପୁସ୍ତକ ରୂପେ ଆଦୃତି ଲାଭ କରିଥିଲା? ଉତ୍ତର, ଫକୀରମୋହନ ସେନାପତି। ଭଗବାନ ବୁଦ୍ଧଙ୍କ ଜୀବନୀକୁ ନେଇ ଫକୀରମୋହନ ରଚନା କରିଥିବା କାବ୍ୟର ନାମ କ'ଣ? ଉତ୍ତର, ବୁଦ୍ଧାବତାର କାବ୍ୟ। ପ୍ରଥମ ଓଡ଼ିଆ ଆତ୍ମଜୀବନୀର ନାମ କ'ଣ? ଉତ୍ତର, ଆତ୍ମଚରିତ। ଆତ୍ମଚରିତର ପ୍ରଣେତା କିଏ? ଉତ୍ତର, ଫକୀରମୋହନ ସେନାପତି। ଆତ୍ମକଥାର କିୟଦଂଶ କ୍ଷୁଦ୍ର ରଚନାଟି କାହାର? ଉତ୍ତର, ରାଧାନାଥ ରାୟ। ଭାରତାଦର୍ଶ ଜୀବନୀ ପୁସ୍ତକର ଲେଖକ କିଏ? ଉତ୍ତର, ରାମକୃଷ୍ଣ ସାହୁ। ଭାରତାଦର୍ଶ କାହା ଜୀବନୀ? ଉତ୍ତର, ବାମଣ୍ଡାର ରାଜା ବାସୁଦେବ ସୁଢଳ ଦେବ। ବଡ଼ଖେମୁଣ୍ଡିର ରାଜା ଶ୍ରୀକୃପାମୟ ଦେବଙ୍କର ଶ୍ରୀକୃପାମୟ ଚରିତ ଜୀବନୀ ଗ୍ରନ୍ଥର ରଚୟିତା କିଏ? ଉତ୍ତର, ନୀଳମଣି ବିଦ୍ୟାରତ୍ନ। ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଚରିତ ପୁସ୍ତକର ଲେଖକ କିଏ? ଉତ୍ତର, କବିଶେଖର ଚିନ୍ତାମଣି ମହାନ୍ତି। ବୁକାର
ୱାସିଂଟନ ଜୀବନୀ ଗ୍ରନ୍ଥଟି କାହାଦ୍ୱାରା ରଚିତ? ଉତ୍ତର ଜଗବନ୍ଧୁ ସିଂ। କର୍ମଯୋଗୀ ଗୌରୀଶଙ୍କର ନାମକ ଜୀବନୀ ଗ୍ରନ୍ଥର ରଚୟିତା କିଏ? ଉତ୍ତର ମୃତ୍ୟୁଞ୍ଜୟ ରଥ। କେଉଁ ଦୁଇଟି ଜୀବନୀ କୁଳମଣି ଦାସଙ୍କ ଦ୍ୱାରା ରଚିତ? ଉତ୍ତର ମହାତ୍ମା ରାଜା ରାମମୋହନ ରାୟ ଓ କବିସୂର୍ଯ୍ୟ ବଳଦେବ ରଥ। ସ୍ୱାମୀ ବିବେକାନନ୍ଦ ଓ ମହମ୍ମଦ ନାମକ ଦୁଇଟି ଜୀବନୀ ଗ୍ରନ୍ଥର ଲେଖକ କିଏ? ଉତ୍ତର ଦାମୋଦର ମିଶ୍ର। ରାଧାନାଥ ଜୀବନୀର ଜୀବନୀକାର କିଏ? ଉତ୍ତର ଦୁର୍ଗାଚରଣ ରାୟ। ଓଡ଼ିଶାର କେତେକ ମିଶନେରୀ କର୍ମବୀର ଜୀବନୀର ରଚୟିତା କିଏ? ଉତ୍ତର ପ୍ରଫୁଲ୍ଲ କୁମାର ପାତ୍ର। କେଉଁ ଜୀବନୀ ପୁସ୍ତକଟି ରାଧାଚରଣ ପଣ୍ଡାଙ୍କ ଦ୍ୱାରା ରଚିତ ନୁହେଁ? ଉତ୍ତର ସାରଳା ଚରିତ। ସାରଳା ଚରିତର ସୁଯୋଗ୍ୟ ଲେଖକ କିଏ? ଉତ୍ତର ମୃତ୍ୟୁଞ୍ଜୟ ରଥ। ଚନ୍ଦ୍ରଶେଖର ମିଶ୍ର କାହାର ପୂର୍ଣ୍ଣାଙ୍ଗ ଜୀବନୀ ରଚନା କରିଛନ୍ତି? ଉତ୍ତର ପଠାଣି ସାମନ୍ତ। ଶ୍ରୀବତ୍ସ ପଣ୍ଡା ଆତ୍ମଚରିତ ଶ୍ରୀବତ୍ସ ପଣ୍ଡାଙ୍କ ମୃତ୍ୟୁର କେତେ ବର୍ଷ ପରେ ରଚିତ ହୋଇଥିଲା? ଉତ୍ତର 16 ବର୍ଷ। ଜୀବନ ପଞ୍ଜିକା କାହା ଆତ୍ମଜୀବନୀର ନାମ? ଉତ୍ତର କବିଶେଖର ଚିନ୍ତାମଣି ମହାନ୍ତି। ସଂସ୍କାରକ ବୈରାଗୀ ମିଶ୍ରଙ୍କ ଆତ୍ମଚରିତ ନାମ କ'ଣ? ଉତ୍ତର ସ୍ୱଭାବ ନିୟତ ଜୀବନ ଯୁଦ୍ଧ। ଆତ୍ମଜୀବନୀ କାହାର ଆତ୍ମଚରିତ? ଉତ୍ତର ନୀଳକଣ୍ଠ ଦାସ। ମୋ ବାରବୁଲା ଜୀବନ ଶୀର୍ଷକ ଆତ୍ମଲିପିଟି କାହାର? ଉତ୍ତର ଲକ୍ଷ୍ମୀନାରାୟଣ ସାହୁ। ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଆତ୍ମଜୀବନୀର ନାମ କ'ଣ? ଉତ୍ତର ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ। ଭାରତଚନ୍ଦ୍ର ନାୟକଙ୍କ ଜୀବନୀ ଗ୍ରନ୍ଥ ନାମ କ'ଣ? ଉତ୍ତର ମୋର ପୂର୍ବ ସ୍ମୃତି କଥା। ଅଧିରାଜ ମୋହନ ସେନାପତି ଆତ୍ମଜୀବନୀ ଲେଖି ତା'ର ନାମ କ'ଣ ରଖିଛନ୍ତି? ଉତ୍ତର ଦୃଷ୍ଟିପାତ। କେଉଁ ଜୀବନୀ ପୁସ୍ତକଟି ପଦ୍ମଚରଣ ପଟ୍ଟନାୟକଙ୍କ ଦ୍ୱାରା ରଚିତ ନୁହେଁ? ଉତ୍ତର ମହାରାଣୀ ଭିକ୍ଟୋରିଆ। ମୋ ଜୀବନ ଓ ଜଞ୍ଜାଳ କାହାଣୀ ଆତ୍ମଚରିତଟି କାହାର? ଉତ୍ତର ନନ୍ଦକିଶୋର ଦାସ। କାହା ଆତ୍ମଜୀବନୀ ଧାରାବାହିକ ଭାବରେ ମାସିକ ନବଜୀବନ ପତ୍ରିକାରେ ପ୍ରକାଶ ପାଇ ପରେ ମୋ ପୂର୍ବ ସ୍ମୃତି କଥା ନାମରେ ପୁସ୍ତକ ଆକାରରେ ପ୍ରକାଶ ପାଇଲା? ଉତ୍ତର ଭାରତଚନ୍ଦ୍ର ନାୟକ। କୁମ୍ଭାରଚକ କାହାର ଆତ୍ମଜୀବନୀ? ଉତ୍ତର କାଳୀଚରଣ ପଟ୍ଟନାୟକ। ହରେକୃଷ୍ଣ ମହତାବଙ୍କ ଆତ୍ମଚରିତର ନାମ କ'ଣ ରଖିଛନ୍ତି? ଉତ୍ତର ସାଧନା ପଥେ। ଜୀବନ ପଥେ ଆତ୍ମଚରିତଟି କାହାର? ଉତ୍ତର ରମାଦେବୀ ଚୌଧୁରୀ। କାଳିନ୍ଦୀ ଚରଣ ପାଣିଗ୍ରାହୀ ନିଜ ଜୀବନ ଚରିତକୁ କେଉଁ ନାମରେ ପ୍ରକାଶ କରିଛନ୍ତି? ଉତ୍ତର ଯାହା ଅଙ୍ଗେ ନିଭାଇଛି। ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ଶିକ୍ଷକ ଉପେନ୍ଦ୍ର ତ୍ରିପାଠୀଙ୍କ ଆତ୍ମଜୀବନୀର ନାମ କ'ଣ? ଉତ୍ତର ଗୋଟାଏ କଲମ ଟୋପାଏ କାଳି। ମୋ ଜୀବନ ସଂଗ୍ରାମ କାହା ଆତ୍ମଲିପିର ନାମ? ଉତ୍ତର ସତ୍ୟନାରାୟଣ ରାଜଗୁରୁ। ସବୁଜ ସାଥୀ ହରିହର ମହାପାତ୍ରଙ୍କ ଆତ୍ମଜୀବନୀ କେଉଁ ନାମରେ ପ୍ରକାଶିତ? ଉତ୍ତର ଜୀବନ ଓ ଜୀବିକା। ସରସ୍ୱତୀ ଫକୀରମୋହନର ସୁଯୋଗ୍ୟ ସ୍ରଷ୍ଟା କିଏ? ଉତ୍ତର ମାୟାଧର ମାନସିଂହ। ଗାନ୍ଧୀ ମହାରାଜାଙ୍କ ଶିଷ୍ୟ ଆତ୍ମଜୀବନୀଟି କାହାର? ଉତ୍ତର ଉଦୟନାଥ ଷଡ଼ଙ୍ଗୀ। କିଏ ଆତ୍ମଜୀବନୀ ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇନାହାନ୍ତି? ଉତ୍ତର ମାୟାଧର ମାନସିଂହ। ବିଶ୍ୱ ବିପ୍ଳବିନୀ ଓ ରାୟ ରାମାନନ୍ଦ ଚରିତ ଗ୍ରନ୍ଥଦ୍ୱୟ କାହା ରଚନା? ଉତ୍ତର ସରଳା ଦେବୀ। ମୋ ଜୀବନ ଓ ସ୍ମୃତି କେଉଁ ସାହିତ୍ୟ ସ୍ରଷ୍ଟାଙ୍କ ଆତ୍ମଜୀବନୀର ନାମ? ଉତ୍ତର ଅନନ୍ତ ପ୍ରସାଦ ପଣ୍ଡା। ବିଶିଷ୍ଟ ଶିଶୁ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ଆତ୍ମଜୀବନୀ ଜୀବନ ତରଙ୍ଗ କେବେ ପ୍ରକାଶିତ? ଉତ୍ତର 1969।
ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ଆତ୍ମଚରିତର ନାମ କ'ଣ? ଉତ୍ତର ମୁକ୍ତି ପଥେ ସୈନିକ। କେଉଁଟି ସୂର୍ଯ୍ୟନାରାୟଣ ଦାସଙ୍କ ଜୀବନୀ ରଚିତ ପୁସ୍ତକ ନୁହେଁ? ଉତ୍ତର ତୁଳସୀ ଦାସ। ତୁଳସୀ ଦାସ ଜୀବନୀ ଗ୍ରନ୍ଥର ଜୀବନୀକାର କିଏ? ଉତ୍ତର ରାମକୃଷ୍ଣ ନନ୍ଦ। କୁନ୍ତଳା କୁମାରୀ ଜୀବନ ଚରିତର ସୁଯୋଗ୍ୟ ସ୍ରଷ୍ଟା କିଏ? ଉତ୍ତର ଚକ୍ରଧର ମହାପାତ୍ର। ଅନୁଭବମାଳା କେଉଁ ଗାନ୍ଧୀବାଦୀ ସ୍ରଷ୍ଟାଙ୍କ ଆତ୍ମଚରିତ? ଉତ୍ତର ଶରତଚନ୍ଦ୍ର ମହାରଣା। ଉତ୍କଳ ଗୌରବ ମଧୁସୂଦନ ଗ୍ରନ୍ଥର ସୁଯୋଗ୍ୟ ସ୍ରଷ୍ଟା କିଏ? ଉତ୍ତର ନବକିଶୋର ଦାସ। ଋଣ ପରିଶୋଧ ଓ ପାଠ ପଛେ ଅପାଠୁଆ ଆତ୍ମଜୀବନୀ ଦ୍ୱୟର ଲେଖକ କିଏ? ଉତ୍ତର ବିନୋଦ କାନୁନଗୋ। କେଉଁ ଆତ୍ମଜୀବନୀ ଗ୍ରନ୍ଥଟି ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କର ନୁହେଁ? ଉତ୍ତର କାରାବାସରେ। ଜୟପ୍ରକାଶଙ୍କ ଜୟଯାତ୍ରା ଜୀବନୀମୂଳକ ଗ୍ରନ୍ଥଟି କାହାର ରଚନା? ଉତ୍ତର ସୁରେନ୍ଦ୍ରନାଥ ଦ୍ୱିବେଦୀ। ଜାତୀୟବାଦୀ ନେତା ଗୋପବନ୍ଧୁ ଚୌଧୁରୀଙ୍କ ଜୀବନୀ ଆଧାରିତ ଧୂଳିମାଟିର ସନ୍ଥ ଗ୍ରନ୍ଥର ଲେଖକ କିଏ? ଉତ୍ତର ଗୋପୀନାଥ ମହାନ୍ତି। ଗୋପୀନାଥ ମହାନ୍ତିଙ୍କ ଆତ୍ମଜୀବନୀର ନାମ କ'ଣ? ଉତ୍ତର ସ୍ରୋତସ୍ୱତୀ। ଗଡ଼ଜାତ ଆନ୍ଦୋଳନର ପ୍ରେକ୍ଷାପଟରେ ରଚିତ ଭୁଲିବୁ ନାହିଁ ଆତ୍ମଚରିତର ସ୍ରଷ୍ଟା କିଏ? ଉତ୍ତର ବ୍ରଜକିଶୋର ଧଳ। 1979 ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କୁଞ୍ଜବିହାରୀ ଦାସଙ୍କ ଆତ୍ମଜୀବନୀର ନାମ କ'ଣ? ଉତ୍ତର ମୋ କାହାଣୀ। କେଉଁ ଜୀବନୀ ରଚନାଟି କୁଞ୍ଜବିହାରୀ ଦାସଙ୍କର ନୁହେଁ? ଉତ୍ତର ସଂଗ୍ରାମୀ କାହାଣୀ। ମଧ୍ୟମ ପୁରୁଷ ଅସ୍ତରାଗ ଆତ୍ମଚରିତ ଦ୍ୱୟର ସ୍ରଷ୍ଟା କିଏ? ଉତ୍ତର ଶ୍ରଦ୍ଧାକର ସୂପକାର। କେଉଁ ଗ୍ରନ୍ଥଟି ଶିକ୍ଷାବିତ୍ ଉପେନ୍ଦ୍ର ମିଶ୍ରଙ୍କ ଦ୍ୱାରା ରଚିତ ଜୀବନୀ କୃତି ନୁହେଁ? ଉତ୍ତର ମହାମହୋପାଧ୍ୟାୟ ହରିହର। ସ୍ମୃତି 80 ବରଷର ଆତ୍ମଜୀବନୀଟି କାହାର? ଉତ୍ତର ବେଣୀମାଧବ ପାଢ଼ୀ। ଗାଁର ଡାକ ଆତ୍ମଚରିତର ସୁଯୋଗ୍ୟ ସ୍ରଷ୍ଟା କିଏ? ଉତ୍ତର ଭୁବନେଶ୍ୱର ବେହେରା। ଗାଁର ଡାକ ଆତ୍ମଜୀବନୀ ପାଇଁ ଭୁବନେଶ୍ୱର ବେହେରା କେବେ ସାରଳା ପୁରସ୍କାର ପ୍ରାପ୍ତ? ଉତ୍ତର 1994। କସ୍ତୁରୀ ମୃଗ ସମ ଆତ୍ମଜୀବନୀଟି କାହାର? ଉତ୍ତର ମନମୋହନ ଚୌଧୁରୀ। ଶିକ୍ଷାବିତ୍ ବିଦ୍ୟାଧର ମିଶ୍ର କେଉଁ ଆତ୍ମଜୀବନୀ ପାଇଁ 1999 ବର୍ଷର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ? ଉତ୍ତର ବିଂଶ ଶତାବ୍ଦୀର ଓଡ଼ିଶା ମୋ ଅନୁଭୂତି। ମନସ୍ତତ୍ତ୍ୱବିତ୍ ରାଧାନାଥ ରଥଙ୍କ ଆତ୍ମଚରିତ ମୋ ସ୍ୱପ୍ନ ମୋ ଜୀବନ କେଉଁ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛି? ଉତ୍ତର 1991। 1988 ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ନୀଳମଣି ରାଉତରାୟଙ୍କ ଆତ୍ମଜୀବନୀର ନାମ ଲେଖ। ଉତ୍ତର ସ୍ମୃତି ଓ ଅନୁଭୂତି। ସୁରେନ୍ଦ୍ର ମହାନ୍ତିଙ୍କର ଆତ୍ମଜୀବନୀର ନାମ କ'ଣ? ଉତ୍ତର ପଥ ଓ ପୃଥିବୀ। ସୁରେନ୍ଦ୍ର ମହାନ୍ତିଙ୍କର ଦୁଇଟି ଚରିତ ଉପନ୍ୟାସ ରହିଛି, ଶତାବ୍ଦୀର ସୂର୍ଯ୍ୟ ଓ କୁଳବୃଦ୍ଧ। କୁଳବୃଦ୍ଧ ପାଇଁ ସେ 1980ରେ କେଉଁ ପୁରସ୍କାର ପାଇଥିଲେ? ଉତ୍ତର ପ୍ରଥମ ସାରଳା ପୁରସ୍କାର। ଭଞ୍ଜକିଶୋର ପଟ୍ଟନାୟକଙ୍କ ଆତ୍ମଚରିତର ନାମ କ'ଣ? ଉତ୍ତର ଜୀବନର ଜୟଯାତ୍ରା। ସ୍ମୃତି ସଂଳାପ କାହା ଆତ୍ମଜୀବନୀର ନାମ? ଉତ୍ତର ମନୋରଞ୍ଜନ ଦାସ। ବିଶିଷ୍ଟ ରାଜନେତା ବାଙ୍କବିହାରୀ ଦାସଙ୍କ ଆତ୍ମଲିପିର ନାମ କ'ଣ? ଉତ୍ତର ସଂଗ୍ରାମର ଶେଷ ନାହିଁ। ପୂର୍ଣ୍ଣରୁ ପୂର୍ଣ୍ଣ ଫେରିବା ପରେ
କେଉଁ ଅଭିନେତାଙ୍କ ରୋଚକ ଆତ୍ମଜୀବନ କାହାଣୀ? ଉତ୍ତର ନିରଞ୍ଜନ ଶତପଥୀ। ଜାନକୀ ବଲ୍ଲଭ ମହାନ୍ତିଙ୍କ ଆତ୍ମଚରିତର ନାମ କ'ଣ? ଉତ୍ତର ଏକାକୀ ପଥିକ। ବିଶିଷ୍ଟ ରାଜନେତା ରବି ରାୟଙ୍କ ରୋଚକ ଆତ୍ମଚରିତର ନାମ କ'ଣ? ଉତ୍ତର ଅନ୍ୱେଷାର ଆକାଶ। ଗାନ୍ଧୀବାଦୀ ପ୍ରଫୁଲ୍ଲ ଦାସ ମାଳତୀ ଦେବୀ ଚୌଧୁରୀଙ୍କ ଜୀବନୀ ଲେଖି ତା'ର ନାମ କ'ଣ ରଖିଛନ୍ତି? ଉତ୍ତର ବହ୍ନିମାନ। 2010 ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ପଠାଣି ପଟ୍ଟନାୟକଙ୍କ ଆତ୍ମଚରିତର ନାମ କ'ଣ? ଉତ୍ତର ଜୀବନର ଚଲାପଥ। ଅସମାପ୍ତ ଆତ୍ମଲିପି କାହାର ଆତ୍ମଚରିତ? ଉତ୍ତର ଜାନକୀ ବଲ୍ଲଭ ପଟ୍ଟନାୟକ। କେଉଁଟି ବାରିଷ୍ଟର ଗୋବିନ୍ଦ ଦାସଙ୍କ ଜୀବନ ସଂଗ୍ରାମର ଏକ ମାର୍ମିକ ପ୍ରତିଲିପି? ଉତ୍ତର ସାନ ଏକ ଜୀବନ। କେଉଁ ଜୀବନୀ ପୁସ୍ତକଟି ସାତକଡ଼ି ହୋତାଙ୍କର ନୁହେଁ? ଉତ୍ତର ଜୀବନର ଚଲାପଥେ। ହୃଦାନନ୍ଦ ରାୟଙ୍କ ଆତ୍ମଜୀବନୀ ଜାଣେ ଅନୁଭବୀ ଅନୁଭବରେ କେଉଁ ବର୍ଷ ପାଇଁ ସାରଳା ପୁରସ୍କାର ପ୍ରାପ୍ତ? ଉତ୍ତର 2005। ଅନେକ ଜୀବନ କେଉଁ ସାହିତ୍ୟରଥୀଙ୍କ ଆତ୍ମଜୀବନୀ? ଉତ୍ତର ଦେବୀପ୍ରସନ୍ନ ପଟ୍ଟନାୟକ। ମୋ ଜୀବନ ଅନ୍ୟ ଏକ ଉପନ୍ୟାସ। ଏହି ଆତ୍ମଲିପି କାହାର? ଉତ୍ତର ଶାନ୍ତନୁ କୁମାର ଆଚାର୍ଯ୍ୟ। ବିଭୂତି ପଟ୍ଟନାୟକଙ୍କ ଆତ୍ମଚରିତର ନାମ କ'ଣ? ଉତ୍ତର ଜୀବନ ପାତ୍ର ମୋ ଭରିଛ କେତେ ମତେ। କବି ପ୍ରସାଦ ମିଶ୍ର ଆତ୍ମଜୀବନୀ ରଚନା କରି ତା'ର ନାମ କ'ଣ ରଖିଛନ୍ତି? ଉତ୍ତର ତିନୋଟି ପୃଥିବୀ। ନୀଳ ଲୋହିତର ଆତ୍ମଲିପି କାହାର ରଚନା? ଉତ୍ତର ନିରଞ୍ଜନ ପାଢ଼ୀ। ସଂଘମିତ୍ରା ମିଶ୍ରଙ୍କ ରୋଚକ ଆତ୍ମକାହାଣୀର ନାମ କ'ଣ? ଉତ୍ତର ସଦିଚ୍ଛାର ସହସ୍ରଧାର। ସମୟର ବାଲିବନ୍ତରେ ମୁଁ ଆତ୍ମଚରିତଟି କେଉଁ ସ୍ରଷ୍ଟାଙ୍କର? ଉତ୍ତର ବାଉରୀବନ୍ଧୁଙ୍କର। କେଉଁ ଆତ୍ମଜୀବନୀଟି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇନାହିଁ? ଉତ୍ତର ଗାଁର ଡାକ ଭୁବନେଶ୍ୱର ବେହେରା। ଫକୀରମୋହନ ସେନାପତିଙ୍କ ଆତ୍ମଜୀବନ ଚରିତର ସୁଯୋଗ୍ୟ ଇଂରାଜୀ ଅନୁବାଦକ କିଏ? ଉତ୍ତର ଜେ.ଭି. ବୋଲ୍ଟନ୍। 2006 ବର୍ଷର ସାରଳା ପୁରସ୍କାର ପ୍ରାପ୍ତ ଅନ୍ନପୂର୍ଣ୍ଣା ମହାରଣାଙ୍କ ଆତ୍ମଜୀବନୀର ନାମ କ'ଣ? ଉତ୍ତର ଅମୃତ ଅନୁଭବ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନୀ ହେ ସାଥୀ ହେ ସାରଥୀର ସ୍ରଷ୍ଟା କିଏ? ଉତ୍ତର ନିତ୍ୟାନନ୍ଦ ଶତପଥୀ। ଏକାଧିକ ଖଣ୍ଡରେ ପ୍ରକାଶିତ ମିତ୍ରସ୍ୟ ଚକ୍ଷୁଷା କେଉଁ ସୁଯୋଗ୍ୟ ଶିକ୍ଷାବିତ୍ଙ୍କ ଆତ୍ମକାହାଣୀ? ଉତ୍ତର ଚିତ୍ତରଞ୍ଜନ ଦାସ। ବିପ୍ଳବୀ କବି ରବି ସିଂଙ୍କ ଆତ୍ମଜୀବନୀର ନାମ କ'ଣ? ଉତ୍ତର ନିଃସଙ୍ଗ ପଥିକ। ପିତା ରାଧାନାଥ ରାୟଙ୍କ ସ୍ମୃତିଚାରଣ କରି ପୁତ୍ର ଶଶିଭୂଷଣ ରାୟଙ୍କ ଲିଖିତ ସ୍ମୃତିଲିପି ନାମ କ'ଣ? ଉତ୍ତର ପିତୃସ୍ମୃତି। ଶିକ୍ଷାବିତ୍ର ଗାଥାରେ କେଉଁ ସାହିତ୍ୟରଥୀଙ୍କ ସ୍ମୃତିଚିତ୍ର ସ୍ଥାନ ପାଇଛି? ଉତ୍ତର ମାୟାଧର ମାନସିଂହ। ମୁଁ ଯେତେବେଳେ ମିଲିଟାରୀରେ ଥିଲି ସ୍ମୃତିଲିପିର ସ୍ରଷ୍ଟା କିଏ? ଉତ୍ତର ମାୟାଧର ସିଂହ। ପିତୃ ପ୍ରସଙ୍ଗ କାହାର ସ୍ମୃତିଲିପି? ଉତ୍ତର ଭଗବାନ ମେହେର। କ ସ୍ତମ୍ଭର ସୃଷ୍ଟି ସହିତ ଖ ସ୍ତମ୍ଭର ସ୍ରଷ୍ଟାଙ୍କୁ ଚିହ୍ନାଅ। କ ସ୍ତମ୍ଭ ଖ ସ୍ତମ୍ଭ। ବୈଷ୍ଣବ ଲୀଳାମୃତ ମାଧବ ପଟ୍ଟନାୟକ। ଶ୍ରୀ ଚୈତନ୍ୟ ଭାଗବତ ଈଶ୍ୱର ଦାସ। ଶ୍ରୀ ଜଗନ୍ନାଥ ଚରିତାମୃତ ଦିବାକର ଦାସ। ଦାଢ଼୍ୟତା ଭକ୍ତି ରାମ ଦାସ।
କ ସ୍ତମ୍ଭର ରଚନା ସହିତ ଖ ସ୍ତମ୍ଭର ରଚୟିତାଙ୍କୁ ଚିହ୍ନାଅ। କ ସ୍ତମ୍ଭ ଖ ସ୍ତମ୍ଭ ରାଧାନାଥ ଜୀବନୀ ଦୁର୍ଗାଚରଣ ରାୟ। ସାରଳା ଚରିତ ମୃତ୍ୟୁଞ୍ଜୟ ରଥ। ମହମ୍ମଦ ଦାମୋଦର ମିଶ୍ର। ଭାରତାଦର୍ଶ ରାମକୃଷ୍ଣ ସାହୁ। କ ସ୍ତମ୍ଭର ସ୍ରଷ୍ଟାଙ୍କୁ ଖ ସ୍ତମ୍ଭର ସୃଷ୍ଟି ସହିତ ସମ୍ପର୍କିତ କର। କ ସ୍ତମ୍ଭ ଖ ସ୍ତମ୍ଭ ହରେକୃଷ୍ଣ ମହତାବ ସାଧନାର ପଥେ। ରମା ଦେବୀ ଜୀବନ ପଥେ। କାଳୀଚରଣ ପଟ୍ଟନାୟକ କୁମ୍ଭାର ଚକ। କାଳୀଚରଣ ପାଣିଗ୍ରାହୀ ଯାହା ଅଙ୍ଗେ ନିଭାଇଛି। କ ସ୍ତମ୍ଭର ରଚୟିତାଙ୍କୁ ଖ ସ୍ତମ୍ଭର ତାଙ୍କ ରଚନା ସହିତ ମିଳାଅ। କ ସ୍ତମ୍ଭ ଖ ସ୍ତମ୍ଭ ଉଦୟନାଥ ଷଡ଼ଙ୍ଗୀ ଗାନ୍ଧୀ ମହାରାଜାଙ୍କ ଶିଷ୍ୟ। ସତ୍ୟନାରାୟଣ ରାଜଗୁରୁ ମୋ ଜୀବନ ସଂଗ୍ରାମ। ଭାରତଚନ୍ଦ୍ର ନାୟକ ମୋର ପୂର୍ବ ସ୍ମୃତି କଥା। ନନ୍ଦକିଶୋର ଦାସ ମୋ ଜୀବନ ଜଞ୍ଜାଳ କାହାଣୀ। କ ସ୍ତମ୍ଭର ରଚୟିତା ଆତ୍ମକାହାଣୀ ପାଇଁ କେଉଁ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ତାହା ଖ ସ୍ତମ୍ଭରୁ ଚିହ୍ନାଅ। କ ସ୍ତମ୍ଭ ଖ ସ୍ତମ୍ଭ ନୀଳକଣ୍ଠ ଦାସ 1964। ଗୋଦାବରୀଶ ମିଶ୍ର 1961। ସତ୍ୟନାରାୟଣ ରାଜଗୁରୁ 1996। କାଳୀଚରଣ ପଟ୍ଟନାୟକ 1977। କ ସ୍ତମ୍ଭର ଆତ୍ମଜୀବନୀ ସହିତ ଖ ସ୍ତମ୍ଭର ଜୀବନୀକାରଙ୍କୁ ଚିହ୍ନାଅ। କ ସ୍ତମ୍ଭ ଖ ସ୍ତମ୍ଭ ଭୁଲିବୁ ନାହିଁ ବ୍ରଜକିଶୋର ଧଳ। ଭୁଲି ନାହିଁ ଗଙ୍ଗାଧର ରଥ। ଏକାକୀ ପଥିକ ଜାନକୀ ବଲ୍ଲଭ ମହାନ୍ତି। ପଥିକ ଗୋପାଳ ଛୋଟରାୟ। କ ସ୍ତମ୍ଭର ଆତ୍ମଜୀବନୀ ସହିତ ଖ ସ୍ତମ୍ଭର ରଚୟିତାଙ୍କୁ ଚିହ୍ନାଅ। କ ସ୍ତମ୍ଭ ଖ ସ୍ତମ୍ଭ ସ୍ମୃତିର ସୁରଭି ବୈକୁଣ୍ଠନାଥ ମହାନ୍ତି। ସ୍ମୃତି ଓ ଅନୁଭୂତି ନୀଳମଣି ରାଉତରାୟ। ସ୍ମୃତି ସଂଳାପ ଭଞ୍ଜକିଶୋର ପଟ୍ଟନାୟକ। ମୋର ପୂର୍ବ ସ୍ମୃତି କଥା ଭାରତଚନ୍ଦ୍ର ନାୟକ। କ ସ୍ତମ୍ଭର ଆତ୍ମଚରିତ ସହ ଖ ସ୍ତମ୍ଭର ଚରିତକାରକୁ ନିର୍ଭୁଲ ଭାବେ ଯୋଡ଼। କ ସ୍ତମ୍ଭ ଖ ସ୍ତମ୍ଭ ମୋ ଜୀବନ ଓ ସ୍ମୃତି ଅନନ୍ତ ପ୍ରସାଦ ପଣ୍ଡା। ସତ୍ୟବାଦୀ ବିହାରର ସ୍ମୃତି ଉଦୟନାଥ ଷଡ଼ଙ୍ଗୀ। ଦ୍ୱିତୀୟ ମହାଯୁଦ୍ଧର ରୋମାଞ୍ଚକର ଅନୁଭୂତି ଗୋପୀନାଥ ସେନାପତି। ମୋ କାହାଣୀ ନୀଳମଣି ସେନାପତି। କ ସ୍ତମ୍ଭର ସୃଷ୍ଟି ସହିତ ଖ ସ୍ତମ୍ଭର ସ୍ରଷ୍ଟାଙ୍କୁ ମିଳାଅ। କ ସ୍ତମ୍ଭ ଖ ସ୍ତମ୍ଭ ପିତୃସ୍ମୃତି ଶଶିଭୂଷଣ ରାୟ। ପିତୃ ପ୍ରସଙ୍ଗ ଭଗବାନ ମେହେର। ମୋ ଡାଏରୀ ଦାମୋଦର ଦାସ। ରୋହିତର ଡାଏରୀ ଚିତ୍ତରଞ୍ଜନ ଦାସ। କ ସ୍ତମ୍ଭର ରଚୟିତାଙ୍କୁ ଖ ସ୍ତମ୍ଭର ରଚନା ସହିତ ସମ୍ପର୍କିତ କର। କ ସ୍ତମ୍ଭ ଖ ସ୍ତମ୍ଭ କୁନ୍ତଳା କୁମାରୀ ସାବତ ଦିଲ୍ଲୀ ଚିଠି। ଚିତ୍ତରଞ୍ଜନ ଦାସ ଡେନମାର୍କର ଚିଠି। ମାୟାଧର ସିଂ ଆମେରିକାରୁ ଲେଖୁଛି। କାଳିନ୍ଦୀ ଚରଣ ପାଣିଗ୍ରାହୀ ଦିନଲିପି। କ ସ୍ତମ୍ଭର ସୃଷ୍ଟି ସହିତ ଖ ସ୍ତମ୍ଭର ସ୍ରଷ୍ଟାଙ୍କୁ ମିଳାଅ।
କ ସ୍ତମ୍ଭ ଖ ସ୍ତମ୍ଭ। ଆମ ମଧୁବାବୁ ନବକିଶୋର ଦାସ। କସ୍ତୁରବା ଗାନ୍ଧୀ ବିବୁଧେନ୍ଦ୍ର ମିଶ୍ର। ପଣ୍ଡିତ ଗୋପବନ୍ଧୁ ଲିଙ୍ଗରାଜ ମିଶ୍ର। ନେତାଜୀ ସୁଭାଷ ରାମଚନ୍ଦ୍ର ମିଶ୍ର।